ଗଳ୍ପଟିର ନାଁ ହେଲା ଉତ୍ତର ଅପେକ୍ଷାରେ ଜନୈକ ପ୍ରେମିକ। ନିଦାଘ ଦ୍ୱିପହର। ପ୍ରଭାକର ତୋଟା ଭିତର ଦେଇ ଫେରୁଥିଲା। ହଠାତ୍ ଜଳାଶୟ ଭିତରୁ ଶୁଭିଲା ଆର୍ତ୍ତନାଦ। କେହି ଜଣେ ବୁଡ଼ି ଯାଉଛି। ସେ ଆଖି ପିଛୁଳାକେ ଜଳ ଭିତରକୁ ଡେଇଁ ପଡ଼ିଲା। ଉଦ୍ଧାର କଲାବେଳେ କାହାକୁ ଉଦ୍ଧାର କରୁଛି ଟୋକାକୁ ମାଲୁମ ନଥିଲା। ମାଲୁମ ହେବା ପରେ ତାର ହର୍ଷ କହିଲେ ନ ସରେ। କାରଣ ସେ ଖୋଦ୍ ଜମିଦାରଙ୍କର ଅଲିଅଳ କନ୍ୟା ସୁକୁମାରୀ। ସୁକୁମାରୀ ତାକୁ ଏମିତି କୃତଜ୍ଞ ଆଖିରେ ଅନେଇଲା ଯେ ପ୍ରଭାକର ଅନେକ କଷ୍ଟ କରି ତା ନିଜ ଆଖି ଫେରାଇଲା। ନ ଫେରାଇଲେ ସୁକୁମାରୀ କିଛି ମନେ କରିନଥାନ୍ତା। କିନ୍ତୁ ପ୍ରଭାକରର ଦୁର୍ବଳତା ହେଲା ସେ ଭୀଷଣ ଲାଜକୁଳା। ବସ୍ତୁତଃ ତାକୁ ମାଇଚିଆ ବୋଲି ଅଭିହିତ କରି ଗ୍ରାମର ବହୁ ପୁରୁଷ ବ୍ୟକ୍ତି ନିଜର ପୌରୁଷ ନିଜ ପାଖରେ ସାବ୍ୟସ୍ତ କରୁଥିଲେ। ହାୟ, ଜମିଦାର କିନ୍ତୁ ତାକୁ ତାରିଫ କରିବାର ଶୁଣାଗଲା ନାହିଁ। ସୁକୁମାରୀର ଯେଉଁ ସଖୀମାନେ ଜଳାଶୟରେ ଥିଲେ ସେମାନେ ବି ପ୍ରଭାକରର କୃତିତ୍ୱ ବିଷୟରେ ବିଶେଷ କିଛି ପ୍ରକଟ କଲେ ନାହିଁ। କାରଣ ସେ କଥା କହିଲେ ସେମାନଙ୍କର ନିଜର ଅପାରଗତା ପ୍ରତିପାଦିତ ହେବ। ପ୍ରଭାକର ଭାଙ୍ଗି ପଡ଼ିଥାନ୍ତା, କିନ୍ତୁ ଭାଙ୍ଗିଲା ନାହିଁ। ସମୟ ଅସମୟରେ ସୁକୁମାରୀ ସହ ଭେଟ ହୋଇଗଲେ ଝିଅଟି ଯେମିତି ହସିଦିଏ ସେଥିରେ ତାର ମେରୁଦଣ୍ଡ ସଳଖିଯାଏ। ଆଉ ହଠାତ୍ ଦିନେ ସୁକୁମାରୀକୁ ଏକାକିନୀ ପାଇ ସେ ଯାହା କହି ପକାଇଲା ସେ ଧ୍ୱନି ତା ନିଜ କାନରେ ପଡ଼ନ୍ତେ ସେ ନିଜେ ତାଜୁବ ହୋଇଗଲା। ସେ କହିଲା, ସୁକୁମାରୀ, ତମକୁ ମାନେ ମୁଁ ତମକୁ ଭଲ ପାଏ। ସୁକୁମାରୀ ଲାଜେଇଗଲା। ସେଥିରେ ଅପୂର୍ବ ହିମ୍ମତ ପାଇଲା ପ୍ରଭାକର। କାରଣ ସେ ଯାଏ ସମସ୍ତଙ୍କ ଆଗରେ ଲାଜେଇ ଯାଉଥାଏ ସେ ନିଜେ। ବଳ ପାଇ ପ୍ରଭାକର ପୁଣି କହିଲା, ତମକୁ ମାନେ ବାହା ହୁଅନ୍ତି। ଲାଜକୁଳୀ ଲତା ପ୍ରାୟ ଅଙ୍ଗ ପ୍ରତ୍ୟଙ୍ଗ ମୁଦ୍ରିତ କରି ସୁକୁମାରୀ କହିଲା, ମୋର ଆପତ୍ତି ନାହିଁ ଯେ, କିନ୍ତୁ ଆରେ ବାପରେ, ସେ କିନ୍ତୁଟିର ଓଜନ ଥିଲା ପର୍ବତ ପ୍ରମାଣ। ସୁକୁମାରୀର ପିତୃଦେବ ଏ ପ୍ରସ୍ତାବ ଶୁଣି ଏମିତି ଅଟ୍ଟହାସ୍ୟ କଲେ ଯେ ଗାଁର ଏକମାତ୍ର କାଲ ବ୍ୟକ୍ତି ମଧ୍ୟ ଚମକି ପଡ଼ିଲା। ଆଉ ସୁକୁମାରୀର କର୍ତ୍ତୃଦେବ କକାଙ୍କ ନିଶ କୁଆଡ଼େ ଦୁଇଗୁଣ ଫୁଲିଗଲା ଓ ସେ ଛେଳିକୁ ଠାକୁରାଣୀଙ୍କ ଆଗରେ ବଳି ଦେବି ବୋଲି କହି ଖଣ୍ଡା ବାହାର କରି ଆଣନ୍ତେ ପ୍ରଭାକର ଗାଁ ଛାଡ଼ି ପଳାୟନ କଲା। ପଳାୟନ କରି ସେ ପହଞ୍ଚିଲା ବଣ ଭିତରେ ଥିବା ଜଣେ ଋଷିଙ୍କ ପାଖରେ। ବହେ କାନ୍ଦି ସେ ତାଙ୍କୁ ନିଜର ଦୁର୍ଦ୍ଦଶା ଜଣାଇଲା। ବାପାରେ, କହିଲେ ଋଷି, କେବଳ ଆଧ୍ୟାତ୍ମ ଜ୍ଞାନ ମୁଁ ଦେଇପାରେ, କିନ୍ତୁ ତୋ ଚେହେରା ବଦଳାଇବା, ବ୍ୟକ୍ତିତ୍ୱ ଓଜନଦାର କରିବା ଏସବୁ ମୋ ପକ୍ଷରେ ସମ୍ଭବ ନୁହେଁ। ତେବେ ସେ ବରଗଛରେ ଜଣେ ବ୍ରହ୍ମରାକ୍ଷସ ଅଛନ୍ତି, ମୋ ନାମରେ ତାଙ୍କୁ କହ, ଦେଖିବା। ବ୍ରହ୍ମରାକ୍ଷସ ସବୁ ଶୁଣିଲେ ଓ କହିଲେ, ଯା, ସୂର୍ଯ୍ୟ ମୁଣ୍ଡ ଉପରେ ଥିବାବେଳେ ମୋତେ ସ୍ମରଣ କରି ନଈରେ 7 ବୁଡ଼ ପକାଇବୁ। ତାପରେ କାହାକୁ ନ ଅନାଇ ଗାଁକୁ ଫେରିଯିବୁ। ଗାଁରେ ପଶିଲେ ସମସ୍ତଙ୍କୁ ଅନେଇବୁ, ଦେଖିବା। ପ୍ରଭାକର ତାହା ହିଁ କଲା। ଆଶ୍ଚର୍ଯ୍ୟ, ଗାଁ ଲୋକେ ତାକୁ ଦେଖି ବାଟ ଛାଡ଼ିଦେଲେ। ସୁକୁମାରୀର ପିତୃଦେବ ଏମିତି ନମ୍ର ଆଚରଣ କଲେ ଓ ପ୍ରଭାକର ତାଙ୍କୁ ଅଭିବାଦନ କରନ୍ତେ ସେ ଏମିତି ପ୍ରତ୍ୟାଭିବାଦନ କଲେ ସତେଅବା ପ୍ରଭାକର ତାଙ୍କର ଅବଦାନ। ଆଉ କର୍ତ୍ତୃଦେବ ତ ପ୍ରଭାକରକୁ ମହାଶୟ ବୋଲି ସମ୍ବୋଧନ କଲେ ଓ ନିଜେ ଯେଉଁ ଶୈଳୀରେ କଥାବାର୍ତ୍ତା କଲେ ତାହା କୌଣସି ଛେଳିର ଭାଷାଠୁ ବିଶେଷ ପୃଥକ୍ ନୁହେଁ। ପ୍ରଭାକର ଆଚମ୍ବିତ ହୋଇ ଦର୍ପଣରେ ନିଜ ମୁହଁ ଦେଖିଲା। ନା, ତିଳେ ବି ପରିବର୍ତ୍ତନ ହୋଇନାହିଁ। ତେବେ ସେ ବୁଝିଲା ବ୍ରହ୍ମରାକ୍ଷସ ତାର ସ୍ଥୂଳ ଚେହେରା ଉପରେ ଗୋଟିଏ ଏମିତି ସୂକ୍ଷ୍ମ ଆବରଣ ପକାଇ ଦେଇଛି ଯାହା ଦୃଶ୍ୟମାନ ନୁହେଁ, ଅଥଚ ଯାହାକୁ ସମସ୍ତେ ଅନୁଭବ କରିପାରୁଛନ୍ତି। ତାହା ଖୁବ୍ ଜୋରଦାର ପ୍ରାଣଶକ୍ତି। ସେ ସନ୍ଧ୍ୟାବେଳେ ଜମିଦାରଙ୍କ ଘରକୁ ଯାଇ ବିବାହ ପ୍ରସ୍ତାବ ରଖିବା ମାତ୍ରେ ଜମିଦାର କହିଲେ, ଏଇ ତ ଆମ ଭାଗ୍ୟ। କିନ୍ତୁ ସୁକୁମାରୀ ସହ ଦେଖା ହେବା ମାତ୍ରେ ସେ କାନ୍ଦି କାନ୍ଦି କହିଲା, କାହିଁକି ଜାଣେନା, କିନ୍ତୁ ତମକୁ ଦେଖିଲେ ମୁଁ ଭୟରେ କାକୁସ୍ଥ ହୋଇଯାଉଛି। ବାହା ହେଇ ଚଳିବି କେମିତି? ପ୍ରଭାକର ନିଜେ କାନ୍ଦ କାନ୍ଦ ହୋଇ ଋଷିଙ୍କ ପାଖରେ ପହଞ୍ଚିଲା ଓ କହିଲା, ମହାଭାଗ, ଇଏ ହେଲା କ'ଣ? ସୁକୁମାରୀ ମୋତେ ଭଲ ପାଉଥିଲା, ବର୍ତ୍ତମାନ ଭୟ କରୁଛି। ମୁଁ ଯାହା ଥିଲି ତାହା ହିଁ ଅଛି। ଅତଏବ ସେ ଭଲ ପାଉଥିଲା ତା କାହାକୁ ଓ ଭୟ ବା କରୁଛି କାହାକୁ? ବାପା, ମୋ ପ୍ରଶ୍ନ ବି ସେଇଆ। ଜଣେ ଭଲ ପାଏ କାହାକୁ
ଭୟ ବା କରେ କାହାକୁ? ଋଷି ତା ମୁଣ୍ଡ ଆଉଁସି ଦେଇ କହିଲେ, ମୁଁ କିଛି ବୁଝିପାରୁନାହିଁ। ବାପା, ଲୋକେ ଖାଲି ଚେହେରା ଦେଖନ୍ତି, ସ୍ଥୂଳ ଚେହେରା, ନହେଲେ ଖୁବ୍ ବେଶୀରେ ଜଣକର ବ୍ୟକ୍ତିତ୍ୱର ଉତ୍ତାପ ଅନୁଭବ କରନ୍ତି। ଭିତର ସତ୍ତାକୁ ଦେଖନ୍ତି ନାହିଁ। ବ୍ରହ୍ମ ରାକ୍ଷସ ତାର ନିଜର ବ୍ୟକ୍ତିତ୍ୱର ପ୍ରଖରତାକୁ ତୋ ଉପରେ ଗୋଟାଏ ଅଦୃଶ୍ୟ ଆବରଣ ରୂପେ ଥୋଇ ଦେଇଥିବାରୁ ସମସ୍ତେ ତୋତେ ଡରିଲେ। ବର୍ତ୍ତମାନ ମୁଁ ସେ ଆବରଣ କାଢ଼ି ନେଇ ବ୍ରହ୍ମ ରାକ୍ଷସଙ୍କୁ ଦେଇ ଦେଉଛି। ଗାଁକୁ ଯା, ଦେଖିବା କ'ଣ ହେଉଛି। ପ୍ରଭାକର ଗାଁକୁ ଗଲା। ଲୋକେ ତାକୁ ଦେଖି ଶଙ୍କି ଯାଇନାହାନ୍ତି ବୋଲି ସେ ଅବଶ୍ୟ ବୁଝିଲା, କିନ୍ତୁ ନିକଟ ଅତୀତରେ ତାକୁ ଯେମିତି ସମ୍ମାନ କରିଥିଲେ ସେମିତି ହିଁ କଲେ। ଏଥର ସୁକୁମାରୀ ତାକୁ ବାହା ହେବାକୁ ଆପତ୍ତି କଲା ନାହିଁ, କିନ୍ତୁ ପ୍ରଭାକର ଯାଇ ଋଷିଙ୍କୁ ଭେଟି ପ୍ରଶ୍ନ କଲା, ବାହା ହେବି ମହାଭାଗ? ହୋଇପାରୁ ବାପା, କିନ୍ତୁ ମାସେ 2 ମାସ ଭିତରେ ଲୋକେ ତୋ ପ୍ରତି ବର୍ତ୍ତମାନ ଥିବା ସମ୍ଭ୍ରମ ଭାବ ବୋଧ ପାସୋରି ଦେବେ। ତାହେଲେ ମୁଁ ବାହା ହେବି ନାହିଁ। ନ ହୋଇପାରୁ, କିନ୍ତୁ ପରେ ଏ ସୁଯୋଗ ଛାଡ଼ିଥିବାରୁ ବିକଳ ହେବୁ। ତାହେଲେ? ଜାଣେ ନା, ଋଷି ହାତ ହଲାଇ କହିଲେ। ମହାଶୟ, କ'ଣ କରିବି କୁହନ୍ତୁ? ବାପାରେ, ତୁ ଯାହା କରନା କାହିଁକି ତାହା ହେବ ଅଜ୍ଞାନ, ଅବିଦ୍ୟା ପ୍ରସୂତ କାମ। ତୋ ଅସଲ ସତ୍ତା ସୁକୁମାରୀକୁ ଜଣା ନାହିଁ କି ତୋତେ ବି ଜଣା ନାହିଁ। ବାସ୍। ଏ କାହାଣୀ ଲେଖିବା ବେଳ ଯାଏଁ ପ୍ରଭାକର ତାର କର୍ତ୍ତବ୍ୟ ନିରୂପଣ କରିପାରିନାହିଁ। ହାୟ! ଜଣେ ମଣିଷର ସ୍ୱଭାବ ବା ବ୍ୟକ୍ତିତ୍ୱକୁ ଆଉ ଜଣେ ଯେପରି ଭାବରେ ଦେଖୁଥାଏ ତାହା କେତେ ଦୂର ଠିକ୍? କାହାଣୀଟିଏ ପ୍ରଶ୍ନ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଆମେ ଯେଉଁ ଚେତନାରେ ରହିଥାଉ ସେ ଚେତନାରେ ଥାଇ କୌଣସି ମାନସିକ ସମସ୍ୟାର ସଠିକ୍ ସମାଧାନ ଆଶା କରିବା ହୁଏତ ଅସଙ୍ଗତ। ଏହି ନିର୍ମମ ସତ୍ୟ ପ୍ରତି ନିର୍ଦ୍ଦେଶ କରୁଛି ଲେଖକଙ୍କର ମୌଳିକ ଗଳ୍ପ। ସମାପ୍ତ।